ଆଜିର 40ଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। 1. ଧନ ଥିଲେ ଚୋର ଭୟ ଅଛି, ଜ୍ଞାନ ଥିଲେ ଅଜ୍ଞାନର ଭୟ ଅଛି, ଦେହ ଥିଲେ ରୋଗର ଭୟ, ଜୀବନ ଥିଲେ ମୃତ୍ୟୁର ଭୟ, ଜଗତର ସମୁଦାୟ ବସ୍ତୁ ଭୟ ଯୁକ୍ତ କିନ୍ତୁ ସର୍ବସ୍ୱ ତ୍ୟାଗ କରି ସତ ପଥରେ ଚାଲୁଥିବା ସାଧୁର କୌଣସି ଭୟ ନଥାଏ। 2. ଗଛ କାଟି ଦେଲେ କେବେ ଶୁଖି ନଥାଏ, ଗଛର ଚେର କାଟି ଦେଲେ ହିଁ ଶୁଖିଯାଇଥାଏ। ଠିକ୍ ସେହିପରି ମଣିଷ ନିଜର କର୍ମ ଦ୍ୱାରା ନୁହେଁ ବରଂ ନିଜର ଛୋଟ ଭାବନା ଦ୍ୱାରା କଠୋର ବ୍ୟବହାର ଦ୍ୱାରା ହାରିଯାଏ। 3. ସମ୍ପର୍କ ଯଦି ହୃଦୟରୁ ଗଢ଼ା ହୋଇଥାଏ ତେବେ ତାକୁ ଯେତେ ଚେଷ୍ଟା କଲେ ବି କେବେ ଭାଙ୍ଗି ହୁଏନା, ଆଉ ଯଦି ସ୍ୱାର୍ଥରେ ଓ ଗର୍ବରେ ଗଢ଼ା ହୋଇଥାଏ ତେବେ ଯେତେ ଯୋଡ଼ିଲେ ବି ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିଯାଏ। 4. ଜୀବନରେ ସବୁବେଳେ ଖୁସିରେ ରହିବା ପାଇଁ ଦୁଇଟି ରାସ୍ତା ଅଛି। ପ୍ରଥମଟି ହେଉଛି ଯାହା ତୁମର ପସନ୍ଦ କିମ୍ବା ଯାହା ତୁମର ଲକ୍ଷ୍ୟ ତାକୁ ଯଥାଶୀଘ୍ର ପୂରଣ କରିବାକୁ ଚେଷ୍ଟା କର। ଦ୍ୱିତୀୟଟି ହେଉଛି ଯାହା ପାଇଛ ତାକୁ ପସନ୍ଦ କରିନିଅ। 5. ଭଗବାନ ସମସ୍ତଙ୍କୁ ହୃଦୟଟ ଦେଇଦେଲେ ଯଦି କାହା ହୃଦୟରେ କଣ ଅଛି ସେଇଟା ଜାଣିବାର ଶକ୍ତି ଦେଇଥାନ୍ତେ ତାହାହେଲେ ହୁଏତ ଅଯଥା ଅଶାନ୍ତି, ଅଯଥା ଅବିଶ୍ୱାସ ଓ ଅଯଥା କଳହ କେବେ ସୃଷ୍ଟି ହୋଇନଥାନ୍ତା। 6. ଶତ୍ରୁ ବନେଇବା ପାଇଁ କେବେ କାହା ସହ ଝଗଡ଼ା କରିବା ଆବଶ୍ୟକ ନାହିଁ। କେବଳ ତୁମର ସଫଳତା ପାଇଗଲେ ବହୁତ ଲୋକ ତୁମର ଶତ୍ରୁ ହୋଇଯାଆନ୍ତି। 7. ଲୋକଙ୍କ ପ୍ରକୃତ ଚେହେରା ସେତେବେଳେ ଦେଖାଯାଏ ଯେତେବେଳେ ତାଙ୍କ ଜୀବନରେ ଆମର ଆବଶ୍ୟକତା ସରିଯାଏ। 8. ପ୍ରକୃତରେ ସମ୍ପର୍କ ଘଣ୍ଟାର ଦୁଇଟି କଣ୍ଟା ପରି ହୋଇଥାଏ। ସେମାନେ କେବଳ କିଛି ସମୟ ପାଇଁ ମିଳନ ହୁଅନ୍ତି କିନ୍ତୁ ସାରା ଜୀବନ ସବୁବେଳେ ଏକାଠି ହୋଇ ରହନ୍ତି। 9. ଆଖି ଯାହା ଦେଖେ ତାହା ମିଛ ହୋଇପାରେ, କାନ ଯାହା ଶୁଣେ ତାହା ମିଛ ହୋଇପାରେ କିନ୍ତୁ ହୃଦୟ ଯାହା କହେ ତାହା କେବେ ମିଛ ହୋଇପାରେନା। ଏଣୁ କିଛି ନିଷ୍ପତ୍ତି ନେବେ ପୂର୍ବରୁ ହୃଦୟର ଅନୁମୋଦନ ନିଅନ୍ତୁ କାହିଁକି ନା ଦୂର ପାହାଡ଼ ଶୀର୍ଷରେ ଦେଖାଯାଉଥିବା ସବୁ ଧୂଆଁ କୁହୁଡ଼ି ହୋଇନଥାଏ, ତା ପାଖକୁ ଗଲେ ଅନୁଭବ କରିହୁଏ ଧୂଆଁ କି କୁହୁଡ଼ି। 10. ଜୀବନରେ ଖାଲି ପକେଟ, ପ୍ରତିକୂଳ ପରିବେଶ ଓ ଖରାପ ସମୟ ଯେଉଁ ଶିକ୍ଷା ଦେଇଯାଏ କେଉଁ ବିଶ୍ୱବିଦ୍ୟାଳୟ ବି ଏମିତି ଶିକ୍ଷା ଦେଇପାରିବନି। 11. ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି। 12. ନଦୀରେ ପଡ଼ିଲେ କେବେ କାହାର ମୃତ୍ୟୁ ହୋଇନଥାଏ, ମୃତ୍ୟୁ ତ ସେତେବେଳେ ହୋଇଥାଏ ଯେତେବେଳେ ତାକୁ ପହରିବା ଆସିନଥାଏ। ଠିକ୍ ସେହିପରି ପରିସ୍ଥିତି କେବେ ଆମ ପାଇଁ ସମସ୍ୟା ବନିନଥାଏ, ସମସ୍ୟା ତ ସେତେବେଳେ ଆସିଥାଏ ଯେତେବେଳେ ପରିସ୍ଥିତି ସହିତ ଲଢ଼ିବା ଆସିନଥାଏ। 13. ସ୍ୱାର୍ଥ ଓ ସର୍ତ୍ତରେ ବନ୍ଧା ହୋଇଥିବା ସମ୍ପର୍କ ଦୁନିଆରେ ବେଶୀ ଦିନ ଚାଲିନଥାଏ, ବିଶ୍ୱାସ ଓ ଭଲ ପାଇବାରେ ବନ୍ଧା ହୋଇଥିବା ସମ୍ପର୍କ ଚିରକାଳ ପାଇଁ ଅମର ରହେ। 14. ଆଖି ପୋଖରୀ ନୁହେଁ ତଥାପି ଲୁହରେ ଭରିଯାଏ, ଶତ୍ରୁ ଏକ ମଞ୍ଜି ନୁହେଁ ତଥାପି ବଢ଼ିଚାଲେ, ଚରିତ୍ର ଲୁହା ନୁହେଁ ତଥାପି କଳଙ୍କି ଲାଗେ, ଆତ୍ମସମ୍ମାନ ଶରୀର ନୁହେଁ ତଥାପି ଘାଇଲା ହୁଏ, ମଣିଷ ଋତୁ ନୁହେଁ ତଥାପି ବଦଳିଯାଏ। 15. ଛୋଟିଆ ମିଠା କଥା ପଦେ ମଣିଷ ହୃଦୟକୁ ଜିତିଥାଏ କିନ୍ତୁ ଛୋଟିଆ କଟୁ କଥା ପଦେ ମଣିଷ ହୃଦୟକୁ ଭାଙ୍ଗି ଦିଏ। ମଣିଷକୁ ମାଡ଼ ନୁହେଁ କଟୁ କଥା ଅଧିକ ଆଘାତ ଦେଇଥାଏ। 16. କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ। କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଙ୍କାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ, ସେ ସର୍ବଦା ସୁଖରେ ବାସ କରିପାରେ। 17. କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ, ଏହା ସହିତ ସତ୍କର୍ମ, ଆଚରଣ, ନିଷ୍ଠା ଜଡ଼ିତ ହେବା ଆବଶ୍ୟକ। 18. କେହି 100 ବର୍ଷ ବଞ୍ଚି ଯଦି ଖରାପ କାମ କରୁଥାଏ ତେବେ ତାର ବଞ୍ଚିବା ମରିବାରେ କିଛି ଫରକ ନଥାଏ। 19. ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର। ଏହା ଜୀବନର ସକଳ ସୁଖ ଲାଭ କରାଯାଇପାରେ। 20. ଜୀବନରେ ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଥରେ ଆସିଥାଏ, ଆଉ ଯିଏ ଏହାର ସତ୍ ବ୍ୟବହାର କରିଥାଏ ତାକୁ ସୌଭାଗ୍ୟ କୁହାଯାଏ, ଆଉ ଯିଏ ଅଣଦେଖା କରେ ତାକୁ ହତଭାଗ୍ୟ କୁହାଯାଏ। 21. ସମ୍ପର୍କ ପକ୍ଷୀଟିଏ ପରି ହୋଇଥାଏ
ଯଦି ତାକୁ ବଳପୂର୍ବକ ଧରି ରଖିବ ସେ ମରିଯିବ, ଯଦି ତାକୁ ଅନଦେଖା କରିବ କରବ ସେ ଉଡ଼ି ଚାଲିଯିବ, କିନ୍ତୁ ଯଦି ତାକୁ ଯତ୍ନର ସହିତ ରଖାଯିବ ସେ ଆପଣଙ୍କ ସହିତ ସାରା ଜୀବନ ଯାକ ରହିଥିବ। 22 ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ, କେତେ ବି ପୁରୁଣା ହେଉ ମଧ୍ୟ ଶବ୍ଦ ବଦଳି ନଥାଏ। 23 ଦୀପ କହେ ନାହିଁ କଥା, ତାର ପରିଚୟ ତାହାର ପ୍ରକାଶ। ଠିକ ସେହିପରି ନିଜ ବିଷୟରେ କେବେ କିଛି କାହାକୁ କୁହନ୍ତୁ ନାହିଁ। ସଠିକ କର୍ମ କରିଚାଲନ୍ତୁ, ଦେଖିବେ ସେହି ଆପଣଙ୍କର ପରିଚୟ ଦେବ। 24 ଜୀବନରେ ଯାହାବି ଗୋଟେ ଭଲ ପାଇଁ ଖରାପ ସମୟ ଏଇଥିପାଇଁ ଆସେ ଭଲ ସମୟର ମୂଲ୍ୟ ଜାଣିହେବ। ଯେତେବେଳେ ନିଜ ଲୋକ ବଦଳିଯାନ୍ତି ସେତେବେଳେ ତାଙ୍କର ଅସଲ ରୂପ ଆମକୁ ଜଣାପଡ଼େ। 25 ପରିଶ୍ରମ ପାହାଚ ଭଳି ହୋଇଥାଏ ଏବଂ ଭାଗ୍ୟ ଲିଫ୍ଟ ଭଳି ହୋଇଥାଏ। କେଉଁ ମୁହୂର୍ତ୍ତରେ ଲିଫ୍ଟଟି ବନ୍ଦ ହୋଇପାରେ ହେଲେ ପାହାଚ ସବୁବେଳେ ଉଚ୍ଚତାକୁ ନେଇଯାଏ। 26 ଯେଉଁ ଜିନିଷ ସହଜରେ ମିଳିଯାଏ ତାହା ବେଶୀ ଦିନ ଯାଏ, ଆଉ ଯାହା ପରିଶ୍ରମ ଓ ଅଧ୍ୟବସାୟ ବଳରେ ମିଳେ ତାହା ଦୀର୍ଘସ୍ଥାୟୀ। 27 ସଫଳତା ନାମକ ଗାଡ଼ି କଠିନ ପରିଶ୍ରମ ନାମକ ଚକ ଦ୍ୱାରା ଚାଲିଥାଏ, କିନ୍ତୁ ଯାତ୍ରା ସେତେବେଳେ ଅସମ୍ଭବ ଯେବେ ଗାଡ଼ିରେ ଆତ୍ମବିଶ୍ୱାସ ନାମକ ଇନ୍ଧନ ପଡ଼ିଛି। 28 ଫୁଲର ବାସ୍ନା କେବଳ ସୀମିତ ପରିସରକୁ ସୁଗନ୍ଧମୟ କରେ, କିନ୍ତୁ ମଣିଷର ଭଲଗୁଣ ପ୍ରତ୍ୟେକ ଦିଗକୁ ପ୍ରଭାବିତ କରେ। 29 ଜୀବନରେ ଯଦି କିଛି ହରାଇ ଦିଅ ତେବେ ମନ ଦୁଃଖ କର ନାହିଁ। ମନେରଖ ଗଛ ସେତେବେଳେ ପତ୍ରଝଡ଼ା ଦିଏ ସେତେବେଳେ ଗଛରେ ନୂତନ ପତ୍ର ସୃଷ୍ଟି ହୁଏ। 30 କୌଣସି ସମ୍ପର୍କ କେବେ ବି ପ୍ରକୃତି ହାତରେ ଭାଙ୍ଗେ ନାହିଁ। ଆମର ସ୍ୱାର୍ଥପରତା, ମିଛ, ଅନଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ। 31 ଏ ସମ୍ପର୍କ ବି ଅଜବ ପ୍ରକାର ଶବ୍ଦ ବିଶ୍ୱାସ ନ ପାଇବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକାନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ। 32 ନୀରବତା ଏବଂ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧୈର୍ଯ୍ୟ ସମସ୍ତ ବିପଦକୁ ପାରି କରାଯାଇପାରେ। 33 ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡ଼ନ୍ତୁ ନାହିଁ। ସଫଳତା ପାଇ ଗଲେ ନିନ୍ଦା କରୁଥିବା ଲୋକର ମତ ବଦଳିଯାଏ। 34 ଶାନ୍ତିଠାରୁ ବଡ଼ ତପ ନାହିଁ, ଧୈର୍ଯ୍ୟ ଓ ସଣସଠାରୁ ବଡ଼ ସୁଖ ନାହିଁ, ଲାଳସା ଓ ଲୋଭଠାରୁ ବଡ଼ ରୋଗ ନାହିଁ, ଦୟାଠାରୁ ବଡ଼ ଧର୍ମ ନାହିଁ। 35 କାହାକୁ କଷ୍ଟ ଦେଇ କ୍ଷମା ମାଗିବା ବହୁତ ସହଜ, କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିଦେବା ବହୁତ କଠିନ। 36 ଟଙ୍କା ଘର କିଣି ପାରେ ହେଲେ ପରିବାର ନୁହେଁ। ଟଙ୍କା ସେଜ କିଣି ପାରେ ହେଲେ ନିଦ ନୁହେଁ। ଟଙ୍କା ଗଡ଼ି କିଣି ପାରେ ହେଲେ ସମୟ ନୁହେଁ। ଟଙ୍କା ବହି କିଣିପାରେ ହେଲେ ଜ୍ଞାନ ନୁହେଁ। ଟଙ୍କା ବନ୍ଧୁ କିଣିପାରେ ହେଲେ ଭଲ ପାଇବା ନୁହେଁ। 37 କାହାକୁ ସାହାଯ୍ୟ କରିବା ବା କାହାର ସାହାରା ବଣିବା କିଛି ଖରାପ କଥା ନୁହେଁ, କିନ୍ତୁ ମନରେ ସ୍ୱାର୍ଥ ରଖି କାହାକୁ ସାହାଯ୍ୟ କରବାରେ କିଛି ମୂଲ୍ୟ ନଥାଏ। 38 ମୂର୍ଖ ବ୍ୟକ୍ତି ଅନ୍ୟର ଅନିଷ୍ଟ କରିବା ଲକ୍ଷ୍ୟରେ ଏମିତି ଅନ୍ଧ ହୋଇଯାଇଥାଏ ଯେ ତାର ନିଜର କେତେ କ୍ଷତି ହେଉଛି ତାହା ଜଣା ପଡ଼ିନଥାଏ। 39 ନିଜକୁ ସଚ୍ଚୋଟ ବଣାଇବା ଆଶାରେ ନିଜ ଜୀବନ ନଷ୍ଟ କର ନାହିଁ। ଆବଶ୍ୟକତା ଠାରୁ ଅଧିକ ସଚ୍ଚୋଟ ରହିଲେ ଲୋକେ ଲେମ୍ବୁ ପରି ଚିପୁଡ଼ି ଦିଅନ୍ତି, ଶେଷରେ ଲେମ୍ବୁ ଚୋପା ପରି ଆପଣ ବି ପିତା ହୋଇଯିବେ। 40 ଲୋକଙ୍କ କଥାରେ କ'ଣ ଅଛି, ନିଜ କର୍ମରେ ବିଶ୍ୱାସ କର। ମୁହୂର୍ତ୍ତରେ ସେହି ଲୋକ ପ୍ରଶଂସାରେ ପୋତି ପକାନ୍ତି, ପୁଣି ସେହି ଲୋକ ନିନ୍ଦାରେ ଭସାଇ ଦିଅନ୍ତି।